पश्यति चिद्यते हृदयोरन्ति छिद्यन्ते सर्वसंशया क्षीयन्ते तच्च कर्माणि तस्मिन् दृष्टे परावरे पाणिपादो जवनो ग्रहीता तस्य चक्षुर्दशमाध्यकर्म स एति वेद्यं न च तस्यास्ति वेत्ता तमाहुरगयं पुरुषं महान्तं यस्य देवे पराभक्ति यथा देवे तथा गुरु तस्य ते कथितायः प्रकाशं ते महात्मनः ज्ञानामृतेन कृतस्य योगिनः नैवास्ति किञ्चित् कर्तव्यम् अस्ति चेतनसा तत्त्ववित् यच्चक्षुषा न पश्यति येन चक्षुंसि पश्यति तदेव ब्रह्मत्वं इति नेदं यदिदम् उपासते। मौनामि न जाये बुड़ी जा मोना चेतना सागरे मौनामि न जाये जाहकु मणिरु सत तामिठा चाखिरु जाहा पछे धाउथिलु ता कथा जानिलु लहरी रे न पहरी बुड़ी जाबी तरी मौनामि न जाये आशा बन्ध बान्धि दिलु नई गला सुखी भयर फान्दे पडिलु मरणको देखि निजको भुली तु झास देशे नही मौनामि न जाये तत पर हेउछु जेउ भोग पाई
सकति पासे मन नई जात रे मन मिन जारे हात पाद नाही सीना महाभोगी गोपने रही सबुठी खेल खेलु थाए निदर उठी से खेल सदा देखु थारे मन मिन जारे तू निजे सागर ताही उठाई लहरी तो आश्रारे सबु खेला कलार चतुरी सबुर सृष्टि तो ठारू लय तो मन मिन जारे बुढ़ी जा मन बुढ़ी जा मन चेतना सागरे मन मिन जारे मन मिन जारे ସତ୍ୟର ଅନୁସନ୍ଧାନ କରିବା ସବୁଠାରୁ ମୁଖ୍ୟ କାର୍ଯ୍ୟ। ଏହି ସତ୍ୟ ଅସ୍ତିତ୍ୱ ପାଖରେ ଶେଷ ହେଉଛି। ଯେପର୍ଯ୍ୟନ୍ତ ଅସ୍ତିତ୍ୱ କ'ଣ ଆମେ ଜାଣିନାହାନ୍ତି ସେପର୍ଯ୍ୟନ୍ତ ସତ୍ସଙ୍ଗ କେବଳ ଶବ୍ଦର ଆଡ଼ମ୍ବର ଉପରେ ଭାସିଯିବ, ଭିତରେ ପ୍ରବେଶ କରିପାରିବ ନାହିଁ। ଯଦି ତାହା ଭିତରେ ପ୍ରବେଶ ନ କଲା ସେ ସତ୍ସଙ୍ଗର ମୂଲ୍ୟ କିଛି ନାହିଁ। ଏଟାକୁ ଆମକୁ ସ୍ମରଣ ରଖିବା ପାଇଁ ପଡ଼ିବ। କାହିଁକି ଆମର ବ୍ରହ୍ମ କମଳ ଫୁଟୁଛି ନା ଜାଣିପାରୁଛୁ? କ'ଣ ହବ ସେ ଫୁଟିବ?
ଫୁଟିବ ନାହିଁ। କିନ୍ତୁ ତାଠାରୁ ବଡ଼ କଥା ହେଲା ଫୁଟିବା ପାଇଁ ତାର ଶକ୍ତି ଥିବା ଦରକାର ଅଛି ନା ନାହିଁ? ଦରକାର। ଛୋଟ ଛୁଆଟା କେମିତି ବୁଝୁଛି ଆମର ଆଧ୍ୟାତ୍ମିକ ତତ୍ତ୍ୱ ଏଇଠୁ ଆରମ୍ଭ ହେବ। ଗୋଟେ ଫୁଲଟି, ଗୋଟେ ବୃକ୍ଷଟି, ସେଟା ପଲ୍ଲବିତ ହେବା ପାଇଁ, ପତ୍ରଟି ହେବା ପାଇଁ ବାହାରୁ ଆମକୁ ଯାହା ଯାହା ସବୁ ଦେଖାଯାଉଛି ସବୁଗୁଡ଼ାକ ଥିବା ସତ୍ତ୍ୱେ କିନ୍ତୁ ଭିତରେ ଗୋଟେ କି ଶକ୍ତି ଅଛି ଯାହାଫଳରେ ସେ ଫୁଲଟି ଫୁଟିବା ପାଇଁ ଯାଉଛି। ସେମିତି ମୋ ଛାତ ଉପରେ ସବୁ ତାରାମାନେ, ସ୍ୱାମୀଜୀ ଦେଉଥିଲେ ଚାଉଳ ତାରାମାନଙ୍କୁ ଖାଇବା ପାଇଁ, ସେସବୁ ତାରା ବେକ ଗୁଡ଼ା କେମିତି ହଲଉଛି। ତେଣୁ ଟିକେ ଏମିତି ଶବ୍ଦ ହେଲେ ସବୁ ଫରଫର ଉଡ଼ିକି ପଳାଉଛନ୍ତି। ଯେତେବେଳେ ଉଡ଼ିକି ପଳାଉଛନ୍ତି ତାଙ୍କ ଭିତରେ ଗୋଟେ କିଛି ଶକ୍ତି ଅଛି ଯାହାଫଳରେ ସେ ଉଡ଼ିକି ପଳାଉଛନ୍ତି ନା ନାହିଁ। ଅଧିକମରେ ଛୋଟ ପିଲାଟି ବି ବୁଝୁଛି, ଖାଲି ଡେଣା ପର ନୁହେଁ, ଶବ୍ଦଟା ମଧ୍ୟ ଯେଉଁ ଶକ୍ତି ବଳରେ ତା ପାଖକୁ ଯାଉଛି, ଯାହାଫଳରେ ସେ ମୁଣ୍ଡ ହଲଉଛି, ଏ ସବୁ ପଛଆଡ଼େ ଗୋଟେ କିଛି ଶକ୍ତି ଅଛି। ତାକୁ ଜାଣିବା ହେଉଛି ଆମର କାମ। ଗାର୍ଗୀ ନାଁ ମୁଁ ଧରିକି ଏଠି ଗୋଟେ ଛୁଆଟି ବସିଛି। ତା ବାପାଙ୍କ ନାଁ କ'ଣ, ତାର ମା ନାଁ କ'ଣ, ତାର ରଙ୍ଗ କେମିତି, ତା ଚେହେରା କେମିତି, ଏ ସବୁ ଗୁଡ଼ାକ ଦେଖି ସାରିଲା ପରେ ଆମେ ଗାର୍ଗୀ ବୋଲି କହିବା କି? ନା ତା ଭିତରେ କିଛି ଗୋଟେ ଶକ୍ତି ଅଛି ଯାହାଫଳରେ ସେ ବସିଛି, ତାପରେ ଗୋଟେ ନାଁ ଆଉ ତା ରୂପ ତାକୁ ଦିଆହେଇଛି। ଧରିପାରୁଛୁ ନାଇଁ? ଆଚ୍ଛା, ନ ଧରିପାରିଲେ ତ ଚାଲାକ ପିଲା ନା, ତେଣୁ ତାକୁ ମୁଁ ପଚାରୁଛି। ଏଠି କହିବାର ଉଦ୍ଦେଶ୍ୟ ହେଉଛି ଗୋଟେ କେନ୍ଦ୍ର ଅଛି ପ୍ରତ୍ୟେକ ମନୁଷ୍ୟ ଭିତରେ। ଯେଉଁ ମଣିଷ ତା କେନ୍ଦ୍ରକୁ ଖୋଜିକି ପାଉନି, ସେ ମଣିଷକୁ ଚିତ୍ତରଞ୍ଜନ ଦାସ ଭଳିଆ ଜଣେ ବିଦ୍ୱାନ ଲୋକ କହୁଛନ୍ତି, ଇଏ ହେଉଛି ଗୋଟେ ଶୂକର। ଶୂକର ମାନେ ହେଉଛି ଗୋଟେ ଘୁଷୁରୀ। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯିଏ ତାକୁ ଦେଖୁଛନ୍ତି ଯେ ଏ ଘୁଷୁରୀ ଠାରୁ ସେ ଅଲଗା। କାହିଁକି ନା ଘୁଷୁରୀ କ'ଣ କରୁଛି, ତାର ନିଜର ପରିବାର ଛଡ଼ା, ନିଜର ପିଲାମାନଙ୍କ ଛଡ଼ା, ନିଜର ଘର ସଂସାର ଛଡ଼ା, ନିଜର ଗାଁ ଛଡ଼ା ସେ ଆଉ କିଛି ଭାବୁନି। ତେଣୁ ଏଇ ଲୋକମାନଙ୍କୁ ସେ କହୁଛନ୍ତି ଏଇଟା ଘୁଷୁରୀ। କାହିଁକି ନା ଏତିକିରେ ସେ ସନ୍ତୁଷ୍ଟ ହେଉଛି, ମୁଁ ଜୀବନଟେ ପାଇଛି, ମୋ ଜୀବନ ଭିତରେ ମୋ 10-12ଟା ପିଲା ମୋର ଜନ୍ମ ହେଲେ, ତାଙ୍କର ଖାଦ୍ୟପେୟ ବାହାରୁ କେମିତି ମିଳିଯାଉଛି, ତେଣୁ ମୁଁ ସେଇଥିରେ ସୁଖୀ। ଯେଉଁ ମଣିଷ ଯାହା ପାଇଗଲା ଏବଂ ତାରି ଭିତରେ ନିଜକୁ ସୁଖୀ ବୋଲି ବିଚାର କରିଦେଲା, ତାକୁ ଚିତ୍ତବାବୁ କହୁଛନ୍ତି ଏଇଟା ଗୋଟେ ଘୁଷୁରୀ ଶ୍ରେଣୀର। କାହିଁକି ଘୁଷୁରୀ ଶ୍ରେଣୀର? ତା ମନ ଭିତରେ ତାକୁ ଛାଡ଼ିଦେଲା ଆଉ ଗୋଟେ ଜଗତ ଅଛି, ସେଠିକି ସେ ଯାଇପାରୁନି, ଏତିକି ଭିତରେ ସେ ଖୁସି ହେଇଯାଉଛି। ସଂସାରରେ ଗୁଡ଼ାଏ ମଣିଷ ଏତିକି ଭିତରେ ହିଁ ସନ୍ତୁଷ୍ଟ ରହୁଛନ୍ତି। ସେମାନଙ୍କ ମନ ଭିତରେ ବିବେକଶୀଳ ବୁଦ୍ଧି ବିଚାର ବି ଆସୁନାହିଁ ଯେ ସାରା ସଂସାରର ଚତୁଃପାର୍ଶ୍ୱରେ ଯାହା ଯାହା ସବୁ ଅଛି ତାକୁ ମୋତେ ଅନୁସନ୍ଧାନ କରିବା ପାଇଁ ପଡ଼ିବ, ମୋତେ ଖୋଜିବା ପାଇଁ ପଡ଼ିବ, ତା ଚାରିପାଖେ ଯାକ କିଏ ଅଛି। ସେମାନଙ୍କ ପାଇଁ ମୋତେ ଚିନ୍ତା କରିବା ପାଇଁ ପଡ଼ିବ, ଭାବିବା ପାଇଁ ପଡ଼ିବ। ମୋତେ ଛାଡ଼ିଦେଲେ ମୋ ଚତୁଃପାର୍ଶ୍ୱରେ ଆଉ କିଏ ଅଛି, ଏଇ ପ୍ରକାର ବିଚାର ଯେଉଁମାନେ ରହେ ସେମାନଙ୍କୁ ସେ ସକ୍ରେଟିସ୍ ସହିତ ତୁଳନା କରୁଛନ୍ତି। ସକ୍ରେଟିସ୍ କିଏ? ନା ଗ୍ରୀକର ବିରାଟ ଦାର୍ଶନିକ। ଆଜିକୁ 3000 ବର୍ଷ ତଳେ ଯିଏ ଜନ୍ମ ହୋଇଥିଲେ, ସିଏ ଦାର୍ଶନିକ ଥିବା ଯୋଗୁଁ ସିଏ ନିର୍ଭୀକ ଥିଲେ, ସିଏ ସାହସୀ ଥିଲେ। ତାଙ୍କୁ ଗୋଟେ ହେମଲକ୍ ବିଷ ଦିଆଗଲା, ସେ ବିଷକୁ ସେ ଢକ୍ କରି ପିଇଗଲେ, ମୋଟେ ପ୍ରତିବାଦ କଲେନି। କ'ଣ ତାଙ୍କ ଦୋଷ ଥିଲା? ନା ସିଏ କହୁଥିଲେ ମୁଁ ଜାଣେ ମୋତେ କିଛି ଜଣା ନାହିଁ, କିନ୍ତୁ ସାରା ସଂସାର ଲୋକ ଯାହାକୁ ପଚାର ତୁ ଜାଣିଛୁ ନା ନାହିଁ, ସେ ତ ହଁ ମୁଁ ଜାଣିଛି। ଛୋଟ ଛୁଆକୁ ପଚାର, ହଁ ମୁଁ ଜାଣିଛି। ପ୍ରଥମେ ତା ପାଟିରୁ ବାହାରିବ ମୁଁ ଜାଣିଛି, କିନ୍ତୁ ସକ୍ରେଟିସ୍ କହୁଛନ୍ତି ମୁଁ ଜାଣିନାହିଁ।
जिते जानापी चेष्टा करुच्ची से अधिक बढ़ी 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 जाऊँगी आहरी अधिक जाना आहरी अधिक जाना आहरी अधिक जाना आहरी अधिक जाना से कहते जे एमाने होउचंती सक्रेटिस बा विद्वान एमाने कहीं विद्वान निजर गोटे परिवेश भितर से बाहरी जाइए गोटे जगत अच्छी ता विषय चिंता कर भावुं से विषय एवं से भितर अनुसंधान कर जाऊँगी ये समस्त विश्व ब्रह्मांड सहित मु मोर संपर्कटा को केमती जोड़ी पारि धीरे धीरे संपर्कटा से जोड़ी 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 गला बेलू से देखुं जे से सत्यटा कौटी अच्छी मो संपर्क जोड़ापी गोटे नियम अच्छी गोटे मो पाखे गोटे शक्ति अच्छी जो शक्ति बल सारा विश्व ब्रह्मांड सहित मु मोर संपर्क स्थापन करें सक्रेटिसटा को ग्रहण करते बोली से केवल निज सुख निज भोग विलास भितर से रहिले नाम रूप भितर से रहिले मूल सत्यटी कौन जहाँ को जानिले मनुष्य दुख रहा मनुष्य निजक मुक्त अनुभव कर स्वच्छंद अनुभव कर यही कथा कले बोली देशर जो मैंने जज थे से विचार कले उल्टा कथा कहूँ विष पीवाई पड़े किंतु विष पीवाई पड़ला सीना किंतु सी एक निर्भीक मनुष्य परिणत है विश्व कहीं परिणत है ना भाया दार्शनिक गोटे आ गए सृष्टि हो पार ना कि जो मैंने निजर परिवार निजर परिस्थिति विषय नहीं सचेतन रोच परिधि हूँ छोट से बड़ हो पारे ना तेणु से कहले एमाने होचंती शुकर श्रेणी किंतु बुद्धिर मान्यता थिबा जोगु जो मैंने आज गोटे वेबिनार जोटा थिला जोटा करी सकाळे से माने प्रश्न कले जने बड़ विद्वान लोक प्रोफेसर जने चित्त भाई भाया लोक सी सक्रेटिस को बड़ करके थोइले ये घोषरीटा को कहीं छोट कर घोषरी मन में किसी दुख न मुझे देखिली विचार तर क्षमता से बाटे जाऊँ अरे घुषुरी एक प्रतीक गोटे चिन्हटे निआई कौन ना जो मैंने तांकर निजर परिधि भितर संतुष्ट संसार कौन कौन मु मोर परिवार मोर मुझे अच्छी भगवान मत जहाँ दे बहुत संतुष्ट ये भाया लोक पृथ्वी में केते परसेंट अच्छा यही लोक मान द्वारा किसी हुए माने चिंता किसी करते सेठी सक्रेटिस कथा कहते या भर गोटे अद्भुत जानवर इच्छा अच्छे दिव्य अनुसंधान से कहते दिव्य अनुसंधान कौन ना जहाँ हूँ सत्य तार विषय मनटा जो धीरे 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 चलो से सत्यटा को जानू जानू मनीष सर्वांग सुंदर हो अर्थात शक्तिशाली होमती कौन प्रश्न ना इमिति कौन विषय ना जहाँफल से अनुभव न कर से सूत्रटी कौन तेणु से कहते केन्द्रटा कौन जानवा दरकार प्रत्येक मनुष्य जानवा दरकार तार केन्द्रटी किए कहा ऊपर से प्रतिष्ठित अच्छे यह ही हूँ उद्देश्य आमर गुरु स्वामीजी कौन कहना चाहते आमको सी समग्र जीवन जाक ये ब्रह्म ज्ञानटा दवा भीतर जाई ब्रह्म संपर्क में नाना कथा कही साकार निराकार ठार आरंभ करके जावतीय विषय तन्न तन्न कर बुझी सारा से देखिले जे जहाँ मु बुझुचे ता द्वारा जो लोक मैंने उपलब्धि करुँचे मोर अनुजाई हो मो पछे पछे से आसुच्च मत भल पाँच अति कम भूली पछे जातु किंतु मो प्रति आंतरिकता बढ़ुଛି कारण से केन्द्रटी को सी पाई जो पाखे आम नतमस्तक बाध्य नई जाऊँ से केन्द्रटा को सी उपलब्धि कर मनीष को चित्त भाई कहते एमाने होती सबुठ निर्भीक से साहसी एम जीवन हूँ धन्य तात्पर्य हूँ जे स्वामीजी कहते जहाँ जहाँ तुमको शिखेली तुम बुद्धिर मांद्यता थिबा जो मांदा बुद्धिया होता जो तुम से अटकिकी रहीगल कौटी अटकिकी रहीगल ना तुमको पंचभूत विषय कहगला तुमको
तुमर आंतरिक जो क्षमता अच्छी शक्ति अच्छी अंतकरण विषय बुझे दिगला तुमको ता भीतर भीतर रहस्य सब खोली खोली देखे दिगला तुम जो पाखुड़ा को खोली पारनी से पाखुड़ा को खोलिकी से भितर तुमको बुझे दिगला सत्यटा कौटी अच्छे खोजिकी देख तुमरी भितर अच्छे ना ना खोजिकी आण चेष्टा कर तुम निजे ताको पाइबा जदि तुम भीतर थिबा सत्यटा को तुम पाई न पारिल ताले से गुरु वरण करिवार किछि लाभ हैला नै से गुरु तुमको प्रकृत योग्य कर पारला नै जदि तुम निजर शक्तिटा को निजे निजे अनुभव कर न पारला ना तो ऊपर ठाउरिया तुम गुरु वरण करछि मोर किछि हो नै मते जहाँ जहाँ असुविधा हले भी से सब समाधान कर दे सब समाधान गुरु को ऊपर हम छाड़ देले किंतु बुझिले नै जे मते गोटे अस्त्र दिया है से अस्त्र हूँ जिते जो परिस्थिति जमी स्थित आसुना कहीं मुझे देखी एवं सी मोर दृश्य हो तार दृष्टा हो बीज मंत्र आमको देले देख जिते जो परिस्थिति आसिक पहुँचुची ताकू तुम दृश्य कर शिख जहाँ जिते आसूँ एवं तुम ताठू अलग हो निरीक्षण कर ये सी जो विद्या शिखेले शेष पर्यायर आमको आनिकी थोइले जे तुम तुम साधना को तुम तपस्या को जारी रख कौन तपस्या से ना तुम सहित जो आदान प्रदान चलती परमात्मा से तुम विश्वास प्रश्वास भीतर चलती तेणु ताको तुम अभ्यास रख अभ्यास करू करू दिने तुम सहज स्वभाव हो मन रखा पड़ो जब अभ्यास आम पकईदे यहाँ मोर सहज स्वभाव हो सहज स्वभाव नहला पर्यंत मुझे कठिन भाव गोटे ग्रामर भली पढ़िली मुखस्त कली और जानीगली मु सर्वज्ञ हो भावा भूल पंडित से ही जापे किंतु से सर्वज्ञ हो पार बोध शक्ति आसेनी जे से निजे किए शरण बोली गोटे पिलाटी थिला से पिलाटी टिके मांदा बुद्धिया ता बापा ताकू नहीं कि गला गोटे गुरु पाखक जी सब विभिन्न ज्ञान शिक्षा दियंती पाखक नहीं कि कहला आज्ञा मोर पिलाटा टिके पाठ टिके बतई दियंतु सी ता बापा को भल पाते तेणु से कहले हैला जे एटा ता बुद्धि ना एटा कि पाठ पढ़ू से कहले बुद्धि थाऊ न थाऊ टिके आपणकर से समस्त पछरे बसो कि आपण बेले बेले पढ़ुवे पढ़ू पढ़ू किसी टिके ता आड़ को फोपाड़ी दियंतु से पाईगले कि हम से दिन ये पिलाटी पछाड़े बसला गुरु तंकर बुझाऊँ बुझे सारापर क्या सागर कहू कहू ब्रह्म संपर्क आलोचना हो ब्रह्म संपर्क तो आलोचना है ये सेठू से गुरु को पचारा आज्ञा मु तो पछरे बस आपन तो समस्त सागर ए विषय चर्चा करुँच मो आड़ को मो बापा कहते फोपाड़ी देवाई किसी तो कहीं फोपाड़ी देले सेठू से कहले हौ तू यदि चाहूँ नहीं जा टुकड़ाटे अहम ब्रह्मास्मि नहीं जा अहम ब्रह्मास्मि या मन मन रखी तू भूलू नहीं के कहला ना भूल बाट सारा चिंता करी गला अहम ब्रह्मास्मि अहम ब्रह्मास्मि अहम ब्रह्मास्मि कह घर गला बेले तार बापा कहला कौन आज किसी पढ़ेले ना अहम ब्रह्मास्मि कहते मुखस्त कर जाऊँगी अरे अहम ब्रह्मास्मि माने कौन से कहला मु तो जानी सेगुड़ा अहम ब्रह्मास्मि माने हूँ मुझे ब्रह्म मुझे ब्रह्म कहला ठीक अच्छे से दिन ठार से बुझीगला अहम ब्रह्मास्मि माने हूँ बापा हूँ ब्रह्म मुझे ब्रह्म ना बुझीगला बापा हूँ ब्रह्म ता बापा ठारू ता मामू टिके आहरी चालाक लोक थिला ये पचारा कौन से स्कूल रे पढ़िलु ना मास्टर मत अहम ब्रह्मास्मि कहले ना ता अर्थ तो भल कर बुझिल ना नहीं ता अर्थ हूँ मुई ब्रह्म कहला मो मामू ही ब्रह्म मामू होचंदी ब्रह्म बोली कह आरंभ कला ता अर्थ हूँ मामू हूँ ब्रह्म एमती हो से मुखिया देखला देखी कहला जाऊँ ना पाठ पढ़िया कहला हाँ कौन पढ़ेली तुम गुरु ना अहम ब्रह्मास्मि ता माने कौन ना माने हूँ मोर मामू हूँ ब्रह्म कहला नाई नाई सी नुहे मु ही ब्रह्म से कहला बापा ब्रह्म नुहे कि मामू ब्रह्म नुहे ये मुखिया हूँ ब्रह्म
କିଛି ଦିନ ଏରକମ ହଉ ହଉ ସମସ୍ତେ ବ୍ରହ୍ମ କିଏ, ବାପା ବ୍ରହ୍ମ, ମୁଖିଆ ବ୍ରହ୍ମ, ମାମୁଁ ବ୍ରହ୍ମ, ଏମିତି ହଉ ହଉ ସେ ନିଜେ ଭାବିଲା ଏ ତ ସମସ୍ତଙ୍କୁ ମୁଁ ଏରକମ ବ୍ରହ୍ମ କହିକି ଗଲି। ଚିନ୍ତା କଲା ଦେଖିଲା ବେଳକୁ କହିଲା ମୁଁ ହିଁ ବ୍ରହ୍ମ, ମୁଁ ତ ବି ସେ ବ୍ରହ୍ମ। ହଁ ମୁଁ ତ ବି ସେ, ସମସ୍ତେ ଯଦି ବ୍ରହ୍ମ ହେଲେ ମୁଁ କେମିତି ବ୍ରହ୍ମ ହେବିନି? ତେଣୁ ତା ମନକୁ ଆସିଗଲା ଯେ ମୁଁ ହିଁ ମଧ୍ୟ ବ୍ରହ୍ମ। ଯଦି ବାପା ବ୍ରହ୍ମ, ମୁଖିଆ ବ୍ରହ୍ମ, ମାମୁଁ ବ୍ରହ୍ମ, ମୁଁ କାହିଁକି ବ୍ରହ୍ମ ନୁହେଁ? ତେଣୁ ଯେତେବେଳେ ମୁଁ ବ୍ରହ୍ମ ବୋଲି ଆସିଗଲା, ତାହେଲେ ସମସ୍ତଙ୍କ ଭିତରେ ତାର ସେ ବୋଧ ହେଇଗଲା ଯେ ମୁଁ ଯେତେବେଳେ ବ୍ରହ୍ମ, ସାରା ସଂସାର ହେଉଛି ବ୍ରହ୍ମ। ତେଣୁ ଏଇ ଛୋଟିଆ କାହାଣୀଟି ଭିତରେ ସେ ଶରଣ ଯେମିତି ଭାବରେ ଅଭ୍ୟାସ କରୁ କରୁ ଏ କୋଉଠି ପହଞ୍ଚିଗଲା? ବାପା ବ୍ରହ୍ମ, ମା କେତେ ଭୁଲ ଭଟକା ସେ କଲା, କରୁ କରୁ ବାଜିକି ଶେଷରେ କୋଉଠି ପହଞ୍ଚିଲା? ଅସ୍ତିତ୍ୱ ପାଖରେ ପହଞ୍ଚିଗଲା ନା ନାହିଁ? ଠିକ୍ ସେମିତି ଗୁରୁ ଆମକୁ ନେଇକି ଯାଉଛନ୍ତି ଯେ ତୋତେ ଶେଷରେ ଗୋଟେ ସୁନ୍ଦର ଜିନିଷ ତୋତେ ଦେବି। କ'ଣ ସେ ଜିନିଷ ତୋତେ ଦେବି ଯାହାଫଳରେ ତୁ ସବୁଠାରୁ ଶକ୍ତିଶାଳୀ ହେଇଯିବୁ। କ'ଣ ସେ ଶକ୍ତି? ନା ତୁ ନିଜେ କିଏ ଜାଣିଯିବୁ। ଜାଣିବା ପାଇଁ ହେଲେ ତୋତେ କ'ଣ କରିବା ପାଇଁ ପଡ଼ିବ? ଗୋଟେ ସୁନ୍ଦର ଜିନିଷ ତୋତେ ଦେଉଛି। ତୁ ଯାହାକୁ ଦେଖୁଛୁ, ଯାହାକୁ ଶୁଣୁଛୁ, ଯାହା ସହିତ କଥୋପକଥନ କରୁଛୁ, ଯାହା ସହିତ ଖେଳୁଛୁ, ଯାହା ସହିତ ବୁଲୁଛୁ, ଯେମିତି ବ୍ୟବହାର କରୁଛୁ, ଯେଉଁ ଲୁଗା ପିନ୍ଧୁଛୁ, ଯେଉଁ ନଳରୁ ପାଣି ବାହାରୁଛୁ, ଯେଉଁ ପାଇଖାନାରେ ତୁ ଝାଡ଼ା ଯାଉଛୁ, ପ୍ରତ୍ୟେକ ଅବସ୍ଥାରେ मैं ही तो हूँ। ଯେଉଁଦିନ ପ୍ରତ୍ୟେକ ଅଣୁ ଅଣୁ ଭିତରେ ଏଇ ପ୍ରକାର ବୋଧ ଅଭ୍ୟାସ ଦ୍ୱାରା ହେଇଯିବ, ଯାହା କଲା ମାନେ ମଧ୍ୟଟା ହଉ ଦିନେ ସେଇଟା ଲେଖି ହେଇଯିବ ପୁରା ଛାତି ଭିତରେ। ଆଉ ବସିକି ଅଭ୍ୟାସ କରିବା ପାଇଁ ପଡ଼ିବ ନାହିଁ ମୁଁ ହିଁ ବ୍ରହ୍ମ, ଅହଂ ବ୍ରହ୍ମାସ୍ମି କହିବା ପାଇଁ ପଡ଼ିବ ନାହିଁ। ଦ୍ରଷ୍ଟା ସାକ୍ଷୀ ଆତ୍ମା ବୋଲି କହିବା ପାଇଁ ପଡ଼ିବ ନାହିଁ। ଦ୍ରଷ୍ଟା ସାକ୍ଷୀ ସବୁ କୁଆଡ଼େ ପଳେଇବେ, ତୋର ଅସ୍ତିତ୍ୱଟି କେବଳ ରହିଯିବ, ତୁ ହେଉଛୁ ସେଇଭଳି ପିଓର ପବିତ୍ର ଜିନିଷ। ଏତିକି ହେଉଛି ତୋର ସାମର୍ଥ୍ୟ। ଶାସ୍ତ୍ରରୁ ଯେତେବେଳେ ସଂସାରକୁ ତୋର ସାମର୍ଥ୍ୟ ହେଉଛି ଏତିକି। ଏଇ ସାମର୍ଥ୍ୟଟା ବଳରେ ତୁ ଦେଖିବୁ ତୋ ଭିତରେ ତ ଅନନ୍ତ ଆନନ୍ଦ ଆସିବ। ତା ଛଡ଼ା ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ସ୍ଥିତି ସହିତ ତୁ ଏକାକାର ହେଇଯାଇପାରିବୁ। ଏତିକି ଯଦି ତୁ ଭୁଲିଗଲୁ, ତାକୁ ସେ ତାଙ୍କ ଭାଷାରେ କହୁଛନ୍ତି ଏଇଭଳି ତୋର ମୁଁ ଗୋଟେ ଏଟମ୍ ବମ୍ ମୁଁ ଦେଇଗଲି, ଯେତେବେଳେ ତୋ ମନ ଭିତରେ କିଛି ବିଭ୍ରାନ୍ତି ଆସୁଛି मैं ही तो हूँ, ଏତିକି କେବଳ ମନେ ରଖ। ଆଉ କ'ଣ କହନ୍ତି, କେତେ ଛୋଟ କରିକି ଆମକୁ ଆଣିକି ବୀଜ ମନ୍ତ୍ରଟେ ଦେଇକି ଆମ ଭିତରେ ରୋପଣ କରନ୍ତି, କିନ୍ତୁ ଆମେ ଅଭ୍ୟାସ କରିପାରୁନା। କିଏ ନା କିଏ ଯିଏ ଆମ ଆଖି ଆଗକୁ ଆସୁଛି ତାକୁ ଆମେ ଅଲଗା ଭାବରେ ବିଚାର କରୁଛୁ। ଯେଉଁଦିନ ସିଏ ଆଉ ମୋ ଭିତରେ କୌଣସି ପ୍ରଭେଦ ରହିବ ନାହିଁ, ସେଦିନ ସବୁର ସମାଧାନ ହେଇଯିବ। ସବୁ ପ୍ରଶ୍ନର ସମାଧାନ ସେଦିନ ହେବ। ଗୁରୁ ଚାହୁଁଛି ଯାହା ଯେଉଁ ସ୍ତରରେ ମୁଁ ଅଛି, ଯେଉଁ ଅବସ୍ଥାରେ ମୁଁ ଅଛି, ତୋ ଭିତରେ ଯେତେବେଳେ ମୁଁ ଦେଖିବି ଯେ ତୁ ସେଇ ଅବସ୍ଥାକୁ ଆସିଯାଇଛୁ, ତୋତେ ମୁଁ ପାସ୍ ବୋଲି ସାର୍ଟିଫିକେଟ୍ ଦେବି। ଯେପର୍ଯ୍ୟନ୍ତ ତା ଭିତରେ ନାହିଁ, ଖାଲି ମୋତେ ଅନୁସରଣ କରୁଛୁ, ସେ ପର୍ଯ୍ୟନ୍ତ ତୁ ଫେଲ୍ ହେଇକି ରହିବୁ। ପାସ୍ କରିବା ପାଇଁ ହେଲେ କ'ଣ ହେବ ନା, ମୁଁ ଯେଉଁ ସ୍ଥିତିରେ ଅଛି, ଯାହାକୁ ନେଇକି ମୁଁ ଏତିକି ପ୍ରକାଶ କରିବା ପାଇଁ ଯାଉଛି, ତୁ ସେଇ ସ୍ଥିତିରେ ପହଞ୍ଚିବା ପାଇଁ ପଡ଼ିବ। ଉଦାହରଣ ହେଲା, ସେମିତି ଜଣେ ଆର୍ଟିଷ୍ଟ ଥିଲା। ସିଏ ତାର ଶିଷ୍ୟମାନଙ୍କୁ କହୁଥିଲା, ତମେ ସବୁ ମୋ ପାଖରେ ଶିଖ, କିନ୍ତୁ ତମକୁ ମୁଁ ସାର୍ଟିଫିକେଟ୍ ଦେବି କେତେବେଳେ ନା, ତମେ ଯେତେବେଳେ ମୁଁ ଯେଉଁ ସ୍ତରର ଆର୍ଟିଷ୍ଟ ତମେ ସେଇ ସ୍ତରକୁ ପହଞ୍ଚିଯିବ। ମନେ ରଖ, ଗପଟେ ସିନା, କିନ୍ତୁ ତା ଭିତରେ ସତ୍ୟତା କ'ଣ? ତା ନାଁ ହେଉଛି ନା ଛାଡ଼। ସେଠି ସେ ପିଲାମାନେ ତା ପାଖରେ ଶିଖୁ ଶିଖୁ ସେ କ'ଣ କରେ, ତା ଆର୍ଟଟେ କରିସାରିଲା ପରେ ସେ କହେ ମୁଁ କ'ଣ ଛାଡ଼ିଛି ତା ଭିତରେ କୁହ। କେଉଁଠି ଚିତ୍ରଟା କରିସାରିଲା ପରେ କେଉଁଠି ନା କେଉଁଠି ଗୋଟେ ଛାଡ଼ି ଦେଇଥିବ କିଛି। ପିଲାମାନଙ୍କୁ କହେ ତମେ ତାକୁ ପୂରଣ କର। এই ପିଲାମାନେ ସମସ୍ତଙ୍କୁ ଦେଖନ୍ତି ଚିତ୍ରଟା ତ ଏକଦମ ପୁରା ଭଲ ହେଇଛି, ଆଉ ଯେହେତୁ କେଉଁଠି ଭୁଲ ଭଟକା କେଉଁଠି ନାହିଁ। ସେ
ସେମାନେ ସେଥିପାଇଁ କହନ୍ତି ନାଇଁ ଆଜ୍ଞା ଆମେ ଆଦର ଭୁଲ ଦେଖିପାରୁନୁ, ଚିତ୍ରଟା ଏକଦମ ଠିକ୍ ଅଛି, ଆଦର କିଛି ଭୁଲ ନାହିଁ। କିନ୍ତୁ ଯଦି କେହି ଜଣେ ଦୁଇ ଜଣ ପିଲା କିଛି ତା ଦେହରେ ଭୁଲ ଦେଖିଥିଲେ, ଏଇଠି ଗୋଟେ ଗାର ଛାଡ଼ି ଦିଆଯାଇଛି କି ଏଇଠି ଗୋଟେ ବିନ୍ଦୁଟି ଛାଡ଼ି ଦିଆହେଇଛି, ସେ ତାକୁ ପାସ୍ ସାର୍ଟିଫିକେଟ୍ ତ ଦିଆହେବ। ତେଣୁ ତା ପାଖରେ ଯେଉଁ ପିଲା ପଢ଼ନ୍ତି ସେ ଯାହାକୁ ସାର୍ଟିଫିକେଟ୍ ଦିଏ, କେଉଁ ସାର୍ଟିଫିକେଟ୍ ସେ ଦିଏ ନା ଆର୍ଟିଷ୍ଟ ଗୁରୁ ଯେଉଁ ସ୍ଥିତିରେ ପହଞ୍ଚି ସାରିଲା ପରେ ତାର ପ୍ରତ୍ୟେକ ଅଣୁ ସହିତ ତାର ଯେଉଁ ଶିଷ୍ୟଟି ଅଛି ସେ ଅଣୁ ସହିତ ସମ୍ପର୍କିତ ହେଇଯାଏ। ଏଠି ଗୋଟେ ବିନ୍ଦୁ ଛାଡ଼ି ଦିଆହେଇଛି ନା କ'ଣ, ଆଖିରେ ଗୋଟେ ବିନ୍ଦୁ ଛାଡ଼ି ଦିଆହେଇଛି, ଯାହାଫଳରେ ସେଟା ଗୋଟେ ଅନ୍ଧ ଭଳି ଦେଖାଯାଉଛି। ଯେଉଁ ପିଲାଟା ବୁଝିପାରିଲା କି ତାର ଗୋଟେ କାନ୍ଧ ପାଖରୁ ଗୋଟେ କୌଣସି ନା କୌଣସି ଗୋଟେ ଗାରଟେ ଛାଡ଼ି ଦିଆହେଇଛି, ଯେଉଁଠିକି ଏଟା ଠିକ୍ ଭାବରେ କଳାଟା ପ୍ରକାଶ ପାଉନି, ସେଠୁ ସେ ତାକୁ କ'ଣ କରେ, ତାକୁ ସାର୍ଟିଫିକେଟ୍ ଦିଏ ଯେ ତୁ ମୋ ପାଖରେ ପାସ୍ କରୁ। ତେଣୁ ସଦ୍ଗୁରୁମାନଙ୍କର କାମ ହୁଏ ଜୀବନ ସାରା ଶିଖେଇ ସାରିଲା ପରେ କେଉଁଠି ନା କେଉଁଠି ଟିକେ ଛାଡ଼ି ଦେଇଥାନ୍ତି, ନହେଲେ ସଂସାର ଚାଲିବନି। କେଉଁଠି ନା କେଉଁଠି ଟିକେ ଉଇହର ଦେଇଥାନ୍ତି, ଗ୍ୟାପ୍ ରଖିଦେଇଥାନ୍ତି। ସେଟାକୁ ଶିଷ୍ୟଟିଏ ସତ୍ସଙ୍ଗ କରୁ କରୁ ସେଟା ପୂରଣ କରିବା ପାଇଁ ପଡ଼ିବ। ଯଦି ସେ ପ୍ରକୃତ ଶିଷ୍ୟ, ସେ ବୁଝିବ ଯେ ଆପଣ ତ ସବୁ କହିକି ଗଲେ, ସବୁଟା ଏକଦମ ଠିକ୍ ଲାଗୁଛି, ତଥାପି ଏଇ ଜାଗାରେ କାହିଁକି ମତ ଅଛି, ଦିବ୍ୟ ଅନୁସନ୍ଧିତ୍ସା ତା ଭିତରେ ଯଦି ରହିଲା, ଦିବ୍ୟତାକୁ ଜାଣିବା ପାଇଁ ସେ ତାକୁ ଏଠି ଆଉ ଟିକେ କେଉଁଠି ରହିଯାଉଛି। ମୁଁ ପଚାରି ପାରୁନି ସିନା ଗୁରୁରେ, କିନ୍ତୁ ଭିତରେ ଟିକେ କେଉଁଠି କେଉଁଠି ରହିଯାଉଛି। ସେତେବେଳେ ସେ ଖୋଜିବା ଆରମ୍ଭ କରେ ଏବଂ ସେଇ ସତ୍ୟରେ ପହଞ୍ଚେ। ଗୁରୁ ତାକୁ ଅପେକ୍ଷା କରେ, କେଉଁଦିନ ଇଏ ଆସିବ, ଯେଉଁଦିନ ମୁଁ ଯେଉଁ ଯାହା ମୁହୂର୍ତ୍ତ ଗୁଡ଼ିକ ଛାଡ଼ି ଯାଉଛି, ସେ ମୁହୂର୍ତ୍ତଟି ସେ ପୂରଣ କରି ପୂର୍ଣ୍ଣ ହେଇଯିବ, ନିଜେ ସେ ପୂର୍ଣ୍ଣ ହେଇଯିବ। ସେଇ ମୁହୂର୍ତ୍ତଟାକୁ ଅପେକ୍ଷା କରେ। ସେଇ ମୁହୂର୍ତ୍ତଟା କେତେବେଳେ ଅପେକ୍ଷା ସେ କରେ ନା ଯେତେବେଳେ ମୁଁ ଯାହାକୁ ମୋର ଅନୁଯାୟୀ, ଯିଏ ମୋତେ ଅନୁଗାମୀ ଅଛନ୍ତି, ମୋର ଶିଷ୍ୟ ଅଛନ୍ତି, ସେ ମୋତେ ଅନୁସରଣ ଠିକ୍ ଭାବରେ କରୁଛି ନା ନାହିଁ, ଠିକ୍ ଭାବରେ ମୋତେ ବୁଝୁଛି ନା ନାହିଁ, ମୁଁ ଯେଉଁ ଲକ୍ଷ୍ୟରେ ତାକୁ କହୁଛି ତା ସହିତ ତାର ସମ୍ପର୍କଟା ଠିକ୍ ଭାବରେ ଅଛି ନା ନାହିଁ। ଯଦି ତାର ସମ୍ପର୍କ ଠିକ୍ ଭାବରେ ଥିବ, ମୁଁ ଯେତିକି ଉଲ୍ଲସିତ ଆନନ୍ଦିତ ହେଉଛି ସେ ଠିକ୍ ସେ ହେବ। କିଛି ଯଦି ଗ୍ୟାପ୍ ରହିଗଲା, ମୁଁ ଯାହା ଯାହା କହୁଛି ସେ ସ୍ମରଣ ରଖି କେବଳ ତାକୁ ଦୋହରେଇବ ସିନା, ଦ୍ରଷ୍ଟା ସାକ୍ଷୀ ଆତ୍ମା, ମୁଁ ସହଜ ସାକ୍ଷୀ ଦ୍ରଷ୍ଟା ଆତ୍ମାରେ ରହିଯିବ, କିନ୍ତୁ ତାକୁ ଅନୁଭବ କରିବ ନାହିଁ କି ଜୀବନରେ ପ୍ରୟୋଗ କରି ଶିଖିବ ନାହିଁ। ତେଣୁ ସେତିକି ବାଟ ପର୍ଯ୍ୟନ୍ତ ଗୁରୁ ଆଣିକି ସାରାଂଶ ଟିକେ ଆମକୁ ଦେଇ ଚାଲିଯିବ, କିନ୍ତୁ ସାରାଂଶଟାକୁ ଉପଲବ୍ଧି କରିବା ପାଇଁ ବାଟ ଛାଡ଼ିଦେବ, ଏତିକି ତୁମେ ପୂରଣ କର। ତେଣୁ ଆମ ଦେଶରେ ସିନା ନାହିଁ, ଆମେରିକାରେ ଅଛି, ଯେଉଁମାନଙ୍କର ଏ ପ୍ରକାର ଜ୍ଞାନ ଅଛି, ସେମାନେ ପାଠ ପଢ଼ିଥାନ୍ତୁ ନ ପଢ଼ିଥାନ୍ତୁ, ସେମାନଙ୍କୁ ସେମାନେ ନେଇକି ପ୍ରଫେସର କରନ୍ତି। ଧର ରାଇଦାସ ମୁଚି ନା ନାହିଁ, ଗୋଟେ ମୁଚି ଗୋରା କୁମ୍ଭାର ହାଣ୍ଡି ପାଣ୍ଡି ତିଆରି କରେ ନା ନାହିଁ, ସେଇଭଳି ଭାବରେ ଯେଉଁମାନେ ସବୁ ରହିଲେ କବି କ'ଣ କରନ୍ତି, ଲୁଗା ବୁଣନ୍ତି, ତନ୍ତି। ସେ ଯଦି ତାଙ୍କ ଭଳିଆ ଦେଶ ହେଇଥାନ୍ତା, ସେମାନେ ଏମାନଙ୍କୁ ନେଇକି ସେ ଡିପାର୍ଟମେଣ୍ଟରେ ପ୍ରଫେସର କରି ରଖନ୍ତି, କାରଣ ଅନୁଭୂତିଟା ଅଛି, ଯେଉଁଟାକି ଆମ ଦେଶରେ ନାହିଁ। ଆମ ଦେଶରେ ହେଲା ଡିଗ୍ରୀଟା ଅଛି ନା ନାହିଁ, ସାର୍ଟିଫିକେଟ୍ ଅଛି ନା ନାହିଁ, ଅନୁଭବ ଉପରେ ଆମର ଗୁରୁତ୍ୱ ନାହିଁ। କିନ୍ତୁ ଯଦି ସେ ଅନୁଭବ ଥିବା ଲୋକଟି ଏଇ ପ୍ରକାର ବୋଧ କରେ ଯେ ପରମାତ୍ମା ବା ଆତ୍ମା କିଏ ବା ମୁଁ କିଏ, ଅସ୍ତିତ୍ୱଟା କିଏ, ତାହେଲେ ସେ କେଉଁଠି ଯାଇକି ରହନ୍ତା, ସର୍ବୋଚ୍ଚ ବିଦ୍ୟାଳୟରେ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସର୍ବୋଚ୍ଚ ସ୍ଥାନ ଯିଏ ଅଛି ସେଇ ସ୍ଥାନରେ ସେ ଅଧିଷ୍ଠିତ ହୁଅନ୍ତା। ଯେହେତୁ ସେଟା ନାହିଁ, ତେଣୁ ଆମର ବିଦ୍ୟାର ପ୍ରଣାଳୀ ଯେଉଁଟା ପଢ଼ା ହେଉଛି ଆମକୁ, ସେ ପ୍ରଣାଳୀ ଅନୁସାରେ ଆମେ ଯାଉଥିବା ଯୋଗୁଁ ଆମେ କେବେ ସେଇ ସ୍ଥିତିରେ ପହଞ୍ଚି ପାରିବା ନାହିଁ। ତାକୁ ବି ଉପଲବ୍ଧି କରିବା ପାଇଁ ଲୋକ ନାହାନ୍ତି ଯେ ୟାର ଏଇ ପ୍ରକାର ଜ୍ଞାନ ଅଛି, କାଠ ଉପରେ ତାର ପ୍ରଚଣ୍ଡ ଜ୍ଞାନ ଅଛି, ତାକୁ ମୁଁ କାଠ ଡିପାର୍ଟମେଣ୍ଟରେ ଶ୍ରେଷ୍ଠ ସ୍ଥାନ ଦେବି। ଗୋଟେ ଇଞ୍ଜିନିୟର ହିସାବରେ ଜଣେ ପାଠ ପଢ଼ିଛି, ଇଞ୍ଜିନିୟରିଂ ବିଦ୍ୟାଟା ସେ ପଢ଼ିଛି, କିନ୍ତୁ ଜଣେ ତାକୁ ଉପଲବ୍ଧି କରିଛି, କେଉଁଠି କେମିତି ପ୍ରୟୋଗ କରିକି ନୂଆର ପ୍ରୟୋଗ କରିପାରିବ ସେ କଥା ସିଏ ଜାଣିଛି, ତାକୁ ହିଁ ଶ୍ରେଷ୍ଠ ସ୍ଥାନ ଦିଆଯାଏ। ତେଣୁ ଯେଉଁମାନେ ସଦ୍ଗୁରୁ ହେଲେ ସେମାନେ ହେଉଛନ୍ତି ବେଷ୍ଟ ଇଞ୍ଜିନିୟର, ବେଷ୍ଟ ଶିକ୍ଷାବିତ୍। ଏମାନେ ତାଙ୍କର ବିଚାରଟାକୁ, ବୋଧଟାକୁ ଏଭଳି ପ୍ରୟୋଗ କରି ଜାଣନ୍ତି, ଯେଉଁ ପ୍ରୟୋଗ ଫଳରେ
ଜଣେ ଲୋକ ତା ଜୀବନର ସାର୍ଥକତା ନିଜେ ପାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ସାର୍ଥକ କରିପାରିବ। ତାକୁ ଚିତ୍ତ ଭାଇ କହୁଛନ୍ତି ଏମାନେ ହେଉଛନ୍ତି ସକ୍ରେଟିସ୍ ଭଳି ବୁଦ୍ଧିମାନ ଲୋକ। ସେମାନଙ୍କ ଭିତରେ ଦିବ୍ୟ ଅନୁସନ୍ଧାନ କରିବାର ଇଚ୍ଛାଟା ଥିବା ଯୋଗୁଁ ସେମାନେ ସେହି ସ୍ତରକୁ ପହଞ୍ଚେ। ତେଣୁ ଆମକୁ ବିଚାର କରିବାକୁ ପଡ଼ିବ। ଆମେ ସତ୍ସଙ୍ଗ କରିବା ସଙ୍ଗେ ସଙ୍ଗେ ଆମ ଭିତରେ ସେହି ବୋଧ ଆସୁଛି। ମୁଁ ସେ ଛୁଆକୁ ପଚାରିଲି ଯାଇକି ଫୁଲଟି ଫୁଟୁଛି, ତାକୁ ଅନ୍ତତଃ ଆମେ ଦେଖେଇବା ଏ ଫୁଲଟି କ'ଣ ପାଣିରେ ଖତରେ ବଢ଼ୁଛି ନା ଏତେ ସବୁ ସଜା ସତ୍ତ୍ୱେ ମଧ୍ୟ ଏକ ଜୀବନୀ ଶକ୍ତି ତା ଭିତରେ କେଉଁ ବାଟ ଦେଇ କାମ କରୁଛି। ସେ ଫୁଲର ଜୀବନୀ ଶକ୍ତି ଦେଇଥିବ, ତାର କୁକୁରଟି ଯିଏ ବସିକି ଭୋକୁଛି ଭୋ ଭୋ କରୁଛି, ତା ଭିତରେ ମଧ୍ୟ ଜୀବନୀ ଶକ୍ତି ଥିବା ଯୋଗୁଁ ସେ ପାଟିରୁ ତାର ଶବ୍ଦ ଆସୁଛି। ପକ୍ଷୀଟି ଚୋଁ 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 କରୁଛି, ତା ଭିତରେ ମଧ୍ୟ ଆମ ଜୀବନୀ ଶକ୍ତି ଥିବା ଯୋଗୁଁ, ଅସ୍ତିତ୍ୱ ଥିବା ଯୋଗୁଁ ସେ ମଧ୍ୟ ସେଟା ପ୍ରକାଶ କରୁଛି। ଏଟା ଯଦି ଆମେ ଦୈନନ୍ଦିନ ଜୀବନରେ ପିଲାଙ୍କ ଭିତରେ କ'ଣ ପ୍ରତ୍ୟେକ ପରିସ୍ଥିତିରେ ଆକୁ ପକାଇଦେବା ଫର୍ମୁଲା, ତାହେଲେ କ'ଣ ହେବ ନା ସେ ପ୍ରତି ଭିତରେ କାହାକୁ ଦେଖିବ? ଆରେ ନିଜକୁ ଦେଖିବ। ମୁଁ ଆଜି ଏଠି ବସିଛି, ମୋ ଭିତରେ ଗୋଟେ କ୍ଷମତା କିଛି ଅସ୍ତିତ୍ୱ ଥିବା ଯୋଗୁଁ ମୁଁ ଏଠି କିଛି କଥା କହୁଛି, କିଛି ବର୍ଣ୍ଣନା କରୁଛି। କେହି ଗୋଟେ ମୋ ଭିତରେ ସେ ସାମର୍ଥ୍ୟ ନାହିଁ, ମୁଁ କହୁଛି କେମିତି? ଯିଏ ଶୁଣୁଛି ସିଏ ବି ତା ଭିତରେ ସେତିକି ତାର ଅସ୍ତିତ୍ୱ, କିଛି ଗୋଟେ ଶୁଣିବାର କ୍ଷମତା ନଥିଲେ ସେ ଶୁଣିପାରିବ କି? ଏଇଟା ତ ଆମେ ଗୋଟେ ଜଡ଼ ପଥର ଗୋଟେ ଶବକୁ କହିପାରିବାନି, ଏକଥା କହିପାରିବାନି। କିନ୍ତୁ ଜ୍ଞାନଟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ, ଅନୁସନ୍ଧାନଟା ବଢ଼ିବା ସଙ୍ଗେ ସଙ୍ଗେ ଦିନେ ମନୁଷ୍ୟ ଅନୁଭବ କରିପାରିବ ଗୋଟେ ଜଡ଼ ବୋଲି କହିକି ମୁଁ ଯାହାକୁ ଅଲଗା କରୁଛି, ଚେତନ ବୋଲି କହିକି ଯାହାକୁ ମୁଁ ଅଲଗା କରୁଛି, ସେ ଫରକ ମଧ୍ୟ ରହିବ ନାହିଁ। ସେ ପ୍ରତ୍ୟେକ ଅଣୁ ଭିତରେ ଅନୁମାନ କରିବ ଯେ ୟା ଭିତରେ ମଧ୍ୟ ଏକ ଅସ୍ତିତ୍ୱ ଅଛି, ସତ୍ତା ଅଛି। ପଥର ଭିତରେ ମଧ୍ୟ ଅଛି, ଏ ଝରଣା ଭିତରେ ମଧ୍ୟ ଅଛି, ଆକାଶରେ ମଧ୍ୟ ଅଛି, ପତ୍ରଖଣ୍ଡ ଭିତରେ, ସବୁଠି ସର୍ବବ୍ୟାପକ ସେ ସତ୍ତାକୁ ଦେଖିବ। এই ସର୍ବବ୍ୟାପକ ସତ୍ତାକୁ ଦେଖିଲା ଭିତରେ ତା ଭିତରେ ଆନନ୍ଦର ଉତ୍ସଟା ଖେଳି ଖେଳିଯିବ ଏଇଥିପାଇଁ ଯେ ଯାହାକୁ ମୁଁ ଖୋଜିବା ପାଇଁ ଯାଉଛି ସିଏ କ'ଣ ମୋତେ ଅସରନ୍ତି ଦାନ ଦେଉଛି। ଏ ସଂସାରରୁ ମୁଁ ଯାହା ପାଇବି ନାହିଁ, ଯଦି ମୋତେ ଏଇ ପ୍ରକାର ବୋଧ ମୋର ଆସି ଆସି ଗଲା, ସିଏ ଅଜାଡ଼ି ଦେଉଥିବ କେଉଁଠି ମୋ ପାଇଁ ତାର କରୁଣା, ତାକୁ ରଖିପାରିବି। ମୁଁ ଚେଷ୍ଟା କରି କରି ମୋତେ ଯାହା ସମ୍ବଳ କରିପାରିବିନି, କିନ୍ତୁ ତାର କରୁଣା ଅଜାଡ଼ି ଦେବ ସିଏ ଯଦି ତାକୁ ମୁଁ ବୁଝିବା ପାଇଁ ଚେଷ୍ଟା କଲେ, ଅର୍ଥାତ୍ ମୁଁ ନିଜକୁ ବୁଝିବା ପାଇଁ ଚେଷ୍ଟା କରେ। ତେଣୁ ଯିଏ ନିଜକୁ ଭଲ ଭାବରେ ବୁଝିଯିବ ସେ ବିଶ୍ୱ ବ୍ରହ୍ମାଣ୍ଡକୁ ମଧ୍ୟ ଭଲ ଭାବରେ ବୁଝିଯିବ। ତେଣୁ ମୂଳ ପ୍ରଶ୍ନ ଏଇଟା ହେଲା, ହରି ବ୍ୟାପକ ସର୍ବତ୍ର ସମାନ। ହରି ବ୍ୟାପକ ସର୍ବତ୍ର ସମାନ। ବ୍ୟାପକ ଭାବରେ ହରି ସବୁଠି ଅଛନ୍ତି, ସର୍ବତ୍ର ସମାନ। କେମିତି? ଖୋଜିବା ପାଇଁ ପଡ଼ିବ ମଣିଷ। याको दिव्य अनुसंधान आम कह केमी पत्थर भितर गदी भितर खट भितर या भितर प्रत्येक भितर से चैतन्य सत्तार संधान से पाईगला पर बोली क्या कह पर किए रहा ये मूल प्रश्न बुझापी पड़ो मत किए अलग थी जो सीना मत दुख हो पुण्य नाम धारण करते कौन से एक मनुष्य कौन सी कारण भर देहर किसी ना कि परिवर्तन घटला किंतु ता भर जो चैतन्य सत्ता जो पवित्र बिंदुटी अच्छी जो केंद्र अच्छी से केंद्र दोहलुची दोहलिला कि बाहर जिनसा दोहलिला एक कथा कि सब बड़े सब मुहूर्त मन रहा कौन ना मोर केंद्र बिंदु जी चैतन्य सत्ता यार किसी क्षति करें ये सर्वत्र सर्वत्र समान हरि व्यापक सर्वत्र समान जब ये बोध आसीगला ताहले तो सर्वव्यापक भाव में जो रही मुझे अवस्था से अवस्था विचार करी कहीं यहाँ केतल हम ना तपस्या द्वारा अभ्यास द्वारा कौ अभ्यास जे प्रत्येक समय ये तत्वटा जन यदि उपलब्धि करे जड़े ये तत्व को उपलब्धि कला से निजक अलग कर चैतन्य ठारू केमती अलग उपलब्धि कर चैतन्यर कौन समय क्षय हुए कि वृद्धि हुए से केमी थाए सर्वव्यापक ही थाए किंतु जार क्षय वृद्धि हो निश्चय भिन्न तेणु बुझापी पड़ो जदि से मूल सत्ताटा न था मुझे अंध मुझे विकलांग मुझे असुस्थ मुझे सुस्थ मु क्या नहीं के तर्क कर जहाँ नुहे जहाँ नष्टशील जहाँ आज अच्छी काल चल तार ऊपर ही आम गुरुत्वटा रही
କିନ୍ତୁ ଆମ ବିଦ୍ୟାଟା କ'ଣ କହୁଛି? ସା ବିଦ୍ୟା ଯା ବିମୁକ୍ତ। ସେଇ ହେଉଛି ବିଦ୍ୟା ଯେ ମୋତେ ମୁକ୍ତି ଦିଏ। ଅର୍ଥାତ୍ ଏ କଥା ଭାବିକି ମୁଁ ବନ୍ଧନରେ ପଡ଼ିଲି ନା ମୁଁ ମୁକ୍ତ ହେବି, ଯେ ମୋର ମୁଁ ଅଲଗା, ମୋର ଏମିତି, ମୁଁ ସେମିତି ଚିନ୍ତନ ମୁଁ କରୁଛି ମୋ ଦେହକୁ ନେଇକି ବା କୌଣସି ମୋ ମନକୁ ନେଇକି ବା ମୋ ବୁଦ୍ଧିକୁ ନେଇକି। ତାଦ୍ୱାରା ମୁଁ କ'ଣ କଲି? ମୋତେ ମୁକ୍ତି ପାଇଲି ନା ବନ୍ଦୀ ହେଇକି ରହିଲି? କିନ୍ତୁ ସେ କହୁଛନ୍ତି ବିଦ୍ୟାଟା ଯାହା ପାଖରେ ଅଛି, ବିଦ୍ୟା ମାନେ ନିଜକୁ ଉନ୍ନତ କରିବାର ଜାଣିଛି ଯିଏ, ସେ ମୋତେ ମୁକ୍ତି ଦେବ। ଅର୍ଥାତ୍ ମୁଁ କେଉଁଠି ଜାଗାରେ ବନ୍ଦୀ ହେଇଯାଉଛି, ସେ ଜାଗାରେ ମୁଁ ଜାଣିବା ପାଇଁ ପଡ଼ିବ ଏଇଠି ମୋତେ ଖଲାସ ହେବା ଦରକାର। ମୁଁ ବନ୍ଦୀ ହେଇଯାଉଛି କେଉଁଠି ନା ଯେଉଁଠି କିଛି ନା କିଛି ଚିନ୍ତା ଦ୍ୱାରା ମୁଁ ଆକ୍ରାନ୍ତ ହେଉଛି, ଗୋଟେ ଭାବନା ଦ୍ୱାରା ମୁଁ ଆକ୍ରାନ୍ତ ହେଉଛି, ଏଠି ବନ୍ଦୀ ହେଉଛି। କିନ୍ତୁ ଯଦି ମୁଁ ବିଦ୍ୱାନ, ଯଦି ମୁଁ ପଢ଼ିଛି, ଯଦି ମୋର ବିଦ୍ୱାନ ମାନେ ବୋଧ ଯଦି ମୋର ଅଛି, ତାହେଲେ ମୁଁ ସବୁ ସମୟରେ ମୁକ୍ତ ରହିବି ନା ନାହିଁ? କେଉଁଠାରୁ ମୁକ୍ତ ରହିବି? କୌଣସି ପରିସ୍ଥିତିରେ, କୌଣସି ଅବସ୍ଥାରେ କେହି ମୋତେ ବନ୍ଦୀ କରିପାରିବେ ନାହିଁ। ମୁଁ ନିର୍ଭୀକରୁ ନିର୍ଭୀକତା ରହିବି, ମୁଁ ଚେତନାବାନ ରହିବି, ମୁଁ ସୁସ୍ଥ ରହିବି, ମୁଁ ସୁନ୍ଦର ରହିବି, ମୁଁ ମଧୁର ରହିବି। ସୁସ୍ଥ କହିବାର ଅର୍ଥ ହେଉଛି ଯାହାର କେବେ ପରିବର୍ତ୍ତନ ହୁଏ, ସେ ହେଉଛି ସୁସ୍ଥ। ପରିବର୍ତ୍ତନ କେବେ ଘଟିବ ନାହିଁ। ଯିଏ ପରିବର୍ତ୍ତନଶୀଳ ମୁଁ ତାକୁ ଗୁରୁତ୍ୱ ଦେଉଛି, ଦେଇକି ତା ପାଖରେ ବନ୍ଧା ହେଉଛି। ଗୁରୁମାନେ ଶିଖାଉଛନ୍ତି ସେଇଥିପାଇଁ ତୁ ଏଇ ଦ୍ରଷ୍ଟା ସାକ୍ଷୀ ବିବେକଟାକୁ ତିଆରି କରି ଶିଖ। ଯାହା ଯାହା ଘଟଣା ଘଟୁଛି, ଯେମିତି ଯାହା ଆସୁଛି, ତୋର ହାତ ନାହିଁ କିଛି। ତୁ ସବୁ ଘଟଣା ତାର ନିରଙ୍କୁଶ ଭାବରେ ତାର ଘଟି ଘଟି ଚାଲିଯାଉଛି। ଏ ଘଟଣା ଘଟିଗଲା ବେଳେ ତୋ ପାଇଁ ସବୁଠାରୁ ବଡ଼ ମନ୍ତ୍ର ହେଲା ଏ ଘଟଣାଟାକୁ ତୁ ଦେଖ, କିନ୍ତୁ ତା ଦେହରେ ମଜି ଯାଆନା। ଘଟଣାଟାକୁ ତୁ ଦୃଶ୍ୟ ଭାବରେ ତାକୁ ଦେଖ, ତା ସାଙ୍ଗରେ ଦେଖ କେମିତି ସେ ଅବସ୍ଥାଟା ଅଛି ଏବଂ ତୁ କିଏ। ଯେତେବେଳେ ତୁ ଜାଣିଗଲୁ, ଥର ତୁ ପାଇଗଲୁ ତୋର କେନ୍ଦ୍ରଟାକୁ, ତ ତାକୁ ସେ ଅନୁସାରେ ଦେଖ। ଧୀରେ ଧୀରେ ମ୍ଳାନ ହେଇଯିବ କିଏ ନା ବାହାରୁ ଆସୁଥିବା ଜିନିଷ, ନଷ୍ଟ ହେଉଥିବା ଜିନିଷ ଦୁର୍ବଳ ହେଇଯିବ, କିନ୍ତୁ ତୋ ଭିତରର ଅସ୍ତିତ୍ୱଟା ବଢ଼ି ବଢ଼ିଯିବ। ଯେତେବେଳେ ମୋ ଅସ୍ତିତ୍ୱଟାକୁ ମୁଁ ଜାଣିଲି ଏଇଆ, ତାକୁ ଯାହାକୁ ଗାର୍ଗୀ ବୋଲି କହୁଛି ତା ଅସ୍ତିତ୍ୱ ସେଇଆ, ଯାହାକୁ ଶ୍ରଦ୍ଧା ବୋଲି କହୁଛି ସେ ଅସ୍ତିତ୍ୱ ତାର ସେଇଆ, ଯାହାକୁ ସୁକାନ୍ତ ସାହୁ ବୋଲି କହୁଛି ତା ଅସ୍ତିତ୍ୱ ସେଇଆ। ସେତେବେଳେ ଆମେ ସମସ୍ତେ ଏକ ଅବସ୍ଥା, ତା ଦ୍ୱାରା ଆମେ ତିଷ୍ଠିକି ରହିଛୁ। ସେଇଠିକି ପହଞ୍ଚିବା ପାଇଁ ଗୁରୁ ଆମକୁ ନେଇକି କ'ଣ କରୁଛନ୍ତି, ତା ଦିବ୍ୟ ଅସ୍ତ୍ର ସବୁ ଧରଉଛନ୍ତି ଯେ ତମେ କେମିତି ଏଇ ପ୍ରକାର ବନ୍ଧନରୁ ରକ୍ଷା ପାଇବ, କେମିତି ତମେ ମୁକ୍ତ ଅବସ୍ଥାକୁ ଯିବ, ତମେ କେମିତି ବିଦ୍ୱାନ ହେବ, ଜଡ଼ତା ଠାରୁ କେମିତି ରକ୍ଷା ପାଇବ, କେମିତି ତମେ ସେଇଭଳି ସ୍ଥିତିକୁ ପହଞ୍ଚିବ। ତେଣୁ ତମେ କ'ଣ କର ନା ଏଇ ବିବେକଟା ଆଗେ ତୀକ୍ଷ୍ଣ କରି ଶିଖ। ବିବେକ ଶକ୍ତିଟାକୁ ତୀକ୍ଷ୍ଣ କରି ଶିଖ। ଯାହା ଖୋଜିଛ, ଯାହା ପାଇଛ, ତା ଅପେକ୍ଷା ଅନନ୍ତ ଶ୍ରୋତା ଆହୁରି ଅଛି, ମୋତେ ଜାଣିବା ପାଇଁ ପଡ଼ିବ, ବୁଝିବା ପାଇଁ ପଡ଼ିବ। ଯେଉଁଠି ପାଇ 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 ବାହାରେ ଖୋଜି 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 ଥକିଗଲ, ଯେତେବେଳେ ନିଜ ଭିତରକୁ ଯେତେବେଳେ ଆସିଯିବ, ନିଜ ଭିତରେ ଖୋଜି ଖୋଜି, କାହିଁକିନା ଯାହା ବାହାରେ ଅଛି ତାହା ମୋ ନିଜ ଭିତରେ ଅଛି, ଯାହା ମୋର ଭିତରେ ଅଛି ତା ବାହାରେ ଅଛି। এই ଦୁଇଟାକୁ ମୁଁ ସମନ୍ୱୟ କରିଦେଇ ପାରିଲି, ଯଦି ବାହାରେ ଯିଏ ଭିତରେ ଯିଏ, ତାହେଲେ ମୁଁ ବୁଝିପାରିବି ଯେ ଏକ ଅଦ୍ୱିତୀୟ ବ୍ରହ୍ମ ପାଖରେ ମୁଁ ପହଞ୍ଚିବି। କିନ୍ତୁ ମୁଁ ମୋର ଭିତରକୁ ଆଉ ବାହାରକୁ ଅଲଗା ଅଲଗା କରିଛି। ଭାବିକି ଦେଖ, ଆମେ କରୁଛନ୍ତି ନା ନାହିଁ? ଆମ ଭିତର ବାହାର, ଏଇଟା ମୋର ବାରଣ୍ଡା, ଏଇଟା ମୋର ଘର, ଏଇଟା ମୋର ବୁଝିବା ପାଇଁ ବ୍ୟବହାରିକ ସତ୍ତା ଦୃଷ୍ଟିରୁ ତାକୁ ଶୁଦ୍ଧି କର, କିନ୍ତୁ ତାର ଆତ୍ମିକ ସତ୍ତା ଦୃଷ୍ଟିରୁ ତାକୁ ଦେଖିବ ଇଏ ମଧ୍ୟ ସେ ଚେତନତା ପ୍ରମାଣ। ସେତେବେଳେ ଜଳଠାରୁ ଚେତନ ପର୍ଯ୍ୟନ୍ତ ଭାଗ ଭାଗ କରିବା କି ଦରକାର ନାହିଁ, ତମ ଭିତରେ ଆନନ୍ଦର ଉତ୍ସ ଆସିବ ହିଁ ଆସିବ। ଗୁରୁଙ୍କର କୃପା ହେଉଛି ଏତିକି, ଆମକୁ ଏଇ ବାଟରେ ନେଇକି ଏଠି ପହଞ୍ଚଉଛନ୍ତି, ଯେଉଁ କୃପା ଦ୍ୱାରା ସର୍ବତ୍ର ସମାନ, ଯାହାକୁ ଦେଖିବ ସବୁଠି ସେ ସମାନ ଭାବରେ ସମାନ ବିଚାର, ସମାନ ଭାବ ଆସିଯିବ। ତେଣୁ ତମେ ଘୃଣା କରିବ କାହାକୁ, ତମେ ନିନ୍ଦା କରିବ କାହାକୁ, ତମେ ଅପମାନ ଦେବ କାହାକୁ, ଚୁଗୁଲି କରିବ କାହାକୁ, କାହା ପ୍ରତି ତମେ ବିରୋଧ ଭାବ କରିବ, କାହା ପ୍ରତି ତମେ ପ୍ରେମ ଭାବ ରଖିବ, କାହା ପ୍ରତି ଆକର୍ଷଣଟା ବଢ଼େଇବ, କାହା ପ୍ରତି ଆକର୍ଷଣ ବଢ଼େଇବ। ଇଏ ମୋର ପିଲା, ମୁଁ ତାକୁ କାଖେଇଲି ଆନନ୍ଦଟା ପାଇବି, କିନ୍ତୁ ଆଉ ଜଣଙ୍କ ପିଲାକୁ ମୋତେ କାଖେଇଲେ ସେତିକି ଆନନ୍ଦ ଆସୁନି। ତା ଭିତରେ ଏତିକି ଭାବ ରହୁଛି, ଇଏ ମୋର ପିଲା, ସେ ପଡ଼ିଗଲେ ମୋତେ କଷ୍ଟ ହେଉଛି, କିନ୍ତୁ ଆଉ ଜଣେ ପଡ଼ିଗଲେ ମୋତେ କଷ୍ଟ ହେଉଛି। କାହିଁକି ନା ମୁଁ ନେହିଁ ତ ହୁଁ। ଏ ଭାବଟା ତମେ ଅଭ୍ୟାସରେ ପରିଣତ କର। ଅଭ୍ୟାସରେ ପରିଣତ କଲା ପରେ
ଜାତିରେ ମୁଁ ଯବନ ଲେଖିଛନ୍ତି ଗୋଟେ ବହି ଚିତ୍ତ ଭାଇ। ସେ କହୁଛନ୍ତି ମୁଁ ଯିଏ ମୋର ଜାତି ନାହିଁ, ଯବନର କୌଣସି ଜାତି ନାହିଁ, ବ୍ରହ୍ମର ଆତ୍ମାର ସେମିତି କୌଣସି ଜାତି ନାହିଁ। ତେଣୁ ସେ କ'ଣ କହୁଛନ୍ତି ନା ମୁଁ ସାରା ବିଶ୍ୱ ସହିତ ମୋର ସମ୍ବନ୍ଧ ସ୍ଥାପନ କରୁଛି। ତେଣୁ ଜୀବନ ବିଦ୍ୟାଳୟ ସେ ତିଆରି କଲେ। ସେଇ ହିଁ ଜୀବନ ବିଦ୍ୟାଳୟର ମାଲିକ ହେଇପାରିବ ଯାହାର ଜାତି ନଥିବ, ବର୍ଣ୍ଣ ନଥିବ, ବିଭେଦ ନଥିବ। କାହିଁକି? ହରି ବା ତତ୍ତ୍ୱକୁ ସେ ସମସ୍ତଙ୍କ ଭିତରେ ଉପଲବ୍ଧି କରିପାରିବ। ଆମ ଶିକ୍ଷାର ଏହା ହେଉଛି ଆମକୁ ଶେଷ ଜିନିଷ, ଯେଉଁ ଶିକ୍ଷା ଦ୍ୱାରା ଆମ ସମସ୍ତଙ୍କ ଭିତରେ ଯେଉଁ ଦୂରତାଟା ଅଛି ସେ ଦୂରତାଟା କେମିତି ନିକଟତର ହେଇଆସିବ, ପାଖକୁ ପଳେଇ ଆସିବ। ଏଠି ଜାତି ବାଧା ଦେବ ନାହିଁ, ବର୍ଣ୍ଣ ବାଧା ଦେବ ନାହିଁ, ଗେଡ଼ା ବାଧା ଦେବ ନାହିଁ, ଡେଙ୍ଗା ବାଧା ଦେବ ନାହିଁ, ବାଙ୍ଗରା ବାଧା ଦେବ ନାହିଁ, ଦୁଃଖୀ ବାଧା ଦେବ ନାହିଁ, ସୁଖୀ ବାଧା ଦେବ ନାହିଁ। ଯାହାକୁ ଦେଖିଲେ ସମସ୍ତଙ୍କ ଭିତରେ ସମତା ଭାବ ଆସିଯିବା ହିଁ ହେଉଛି ଆମ ଜୀବନର ପୂର୍ଣ୍ଣତା। ଏହି ପୂର୍ଣ୍ଣତାକୁ ଯଦି ଆମେ ସତ୍ସଙ୍ଗ ମାଧ୍ୟମରେ କିଛି ସମୟ ଶୁଣିଲା ପରେ ମଧ୍ୟ ଆମ ଭିତରେ ବିବେକ ତିଆରି ହେଉନାହିଁ, ବୁଝିବା ପାଇଁ ପଡ଼ିବ ମୋତେ ଆହୁରି ବହୁତ ଦିନ ଲାଗିବ। ଏ ଜନ୍ମଟା ମୋର ବ୍ୟର୍ଥ ହେଇଗଲା, ବେକାର ହେଇଗଲା ଜନ୍ମ। ଆହୁରି ଜନ୍ମ ନେବା ପାଇଁ ପଡ଼ିବ, କାରଣ ମୋତେ ଏପର୍ଯ୍ୟନ୍ତ ମୋତେ ସମଭାବ ଆସିପାରିଲା ନାହିଁ। ସମଭାବ ଆସିବା ପାଇଁ ହେଲେ ମୂଳ ଉତ୍ସ ହେଲା ମୋତେ ଅନୁସନ୍ଧାନ କରି ଭଲକରି ବୁଝେ ଏବଂ ବାହାର ମୋର ଭିତର ଏବଂ ବାହାର ସହିତ ମୁଁ ନିଜେ ଆଗେ ସମନ୍ୱୟ ରକ୍ଷା କରେ, ତାପରେ ବିଶ୍ୱ ବ୍ରହ୍ମାଣ୍ଡ ସହିତ ମୋର ସମ୍ପର୍କ ସ୍ଥାପନ ହେବ। କିଛି ବୁଝି ହେଉଛି? ମୁଁ ବାରମ୍ବାର କହୁଛି ଏବେ ଆମର ସତ୍ସଙ୍ଗର ଧାରା ଏଇ ଧାରଣାରେ ଚାଲିବ। ସତ୍ସଙ୍ଗର ଧାରା ବହି ପଢ଼ିକି ଗପ କହିକି ନୁହେଁ। ଯେଉଁଠି ମୋର ଜୀବନର ସତ୍ୟଟା କ'ଣ, ଉପଲବ୍ଧିଟା କ'ଣ, ସେ ଉପଲବ୍ଧିଟା ଯେତେବେଳେ ଆମର ବ୍ୟବହାରରେ ଆଚରଣରେ ଆସିଯିବ, ୟାଠାରୁ ଆଉ ପବିତ୍ରତମ ସ୍ଥିତି ଆଉ କିଛି ନାହିଁ। ପ୍ରତ୍ୟେକ ଘରେ ଘରେ ଏହି ପ୍ରକାର ଆନନ୍ଦର ପ୍ରଦୀପ ଜଳିବା ଦରକାର। ପ୍ରତ୍ୟେକ ଘର ଭିତରେ ଦିବ୍ୟତା ଆସିବା ଦରକାର। ପ୍ରଶ୍ନହୀନ ସେ ହେଇଯିବ, ଆଉ କିଛି ପ୍ରଶ୍ନ ତା ଭିତରେ ରହିବନି, ଦ୍ୱନ୍ଦ୍ୱ ତା ଭିତରେ କିଛି ରହିବନି। ସବୁବେଳେ ସେ ପରିମାର୍ଜିତ ସୁସ୍ଥ ଆନନ୍ଦମୟ ସ୍ଥିତିରେ ପ୍ରତ୍ୟେକ ଘରୁ, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଘରୁ ସେ ଜିନିଷ ବାହାରୁ ଏବଂ ପ୍ରତ୍ୟେକ ମଣିଷ ଭିତରେ ଏହି ପ୍ରକାର ସମ୍ପର୍କ ସ୍ଥାପନ, ନିଜକୁ ସେହି ପ୍ରକାର ସ୍ଥିତିରେ ସେ ରଖୁ। ଏହା ହେଉଛି ଆମ ସତ୍ସଙ୍ଗର ଆଶୀର୍ବାଦ, ଆମ ଗୁରୁଙ୍କର ଆଶୀର୍ବାଦ। ଯେଉଁଠି ମୁଁ ଗୁରୁଙ୍କର ଗୁଣ ଆଉ ଗାରିମା ବିଚାରଧାରା ସହିତ ନିଜକୁ ସାମିଲ କରିପାରିବି ନାହିଁ, ପ୍ରକୃତିର ନିୟମ ହେଉଛି ସେ ମୋତେ ରିଜେକ୍ଟ କରିଦେବ। କେଉଁଠି ଗୁରୁ ଯେଉଁଠି ଆଣିକି ମୋତେ କହିଛି ତୋତେ ଏତିକି ଛାଡ଼ିଲେ ତୁ ସେଇଠି ଯାଇକି ଏଠି ପୂରଣ କରିବୁ, ସେଥିପାଇଁ ମୋତେ ଯଦି ନିଷ୍ଠା ନାହିଁ ତାହେଲେ ପ୍ରକୃତି ମୋତେ ରିଜେକ୍ଟ କରିଦେବ। ଗୁରୁ ସହାୟତା କରିକି କରୁଣା କରି କହୁଛି ମୁଁ ଆସିବି ତୋ ପାଇଁ, ପ୍ରକୃତି ତୋତେ ଯାହା ଯାହା ଦେଇଛି ତାକୁ ଶିଖେଇ ସାରିଲା ପରେ ତୁ ବୁଝିଯା ଯେ ତୋ ପାଇଁ ଯେଉଁଥିପାଇଁ ଆସିଛି ତୁ ସେଇ ସ୍ତରକୁ ଆସିଯା। କ'ଣ ସେ ସ୍ତର? ଅପ ଦୀପ ଭର। ନିଜେ ନିଜର ଦୀପକୁ, ମୁଁ ମୋ ନିଜର ଦୀପ ହେଇକି ମୋ ଦର୍ଶନ କରିବି। ଆରେ ତୁ କେମିତି ଗୋଡ଼ ହାତ ଯୋଡ଼ିକି ବସିଛୁ ଦେଖ, କେମିତି ଶୁଣୁଛୁ ଦେଖ, ତା ଆଖି କୁଆଡ଼େ ଯାଉଛି। ଯଦି ମୁଁ ଅନୁଭବ କରିପାରିଥାଏ ପ୍ରତ୍ୟେକ ସମୟରେ, ତାହେଲେ ମୁଁ ୱାଚ୍ କରୁଛି ନା ନାହିଁ, ତାକୁ ଜଗୁଛି ନା ନାହିଁ। ଏ ଜାଗ୍ରତ ଅବସ୍ଥା ହେଉଛି ଆମର ବିବେକିତାର ଲକ୍ଷଣ। এই ଜାଗ୍ରତ ରହିବା ଲୋକଟି ହିଁ ଆଧ୍ୟାତ୍ମିକ ରସକୁ ପିଇପାରେ। ଯିଏ ଜାଗ୍ରତ ନାହିଁ ସେ କସ୍ମିନ କାଳ ଜାଗ୍ରତ କ'ଣ ନା ଏଇ ଯେଉଁ ତତ୍ତ୍ୱ ଗୁଡ଼ାକ ବୁଝି ଦିଆହେଉଛି ତାକୁ ନିଜ ଜୀବନରେ ସେ ପ୍ରୟୋଗ କରି ଜାଣୁଛି ନା ନାହିଁ। ଜାଗ୍ରତ ପ୍ରୟୋଗ କରିବ ନା ନାହିଁ, ଆଉ ଯଦି ଶୋଇପଡ଼ିଲା କ'ଣ ହେବ? ତେଣୁ ଜାଗ୍ରତ ରହିବା ପାଇଁ ପଡ଼ିବ କ'ଣ ନା ମୋ ନିଜକୁ ମୁଁ ଯେମିତି ଭୁଲି ନଯାଏ, ମୋର ଅସ୍ତିତ୍ୱକୁ ଯେମିତି ମୁଁ ଭୁଲି ନଯାଏ। ଯଦି ମୋ ଅସ୍ତିତ୍ୱ ମୋତେ ମିଳିଗଲା ତାହେଲେ ସମଗ୍ର ବିଶ୍ୱ ସହିତ ମୋର ସମ୍ବନ୍ଧ ସ୍ଥାପନ ହେଇଗଲା। ବିଶ୍ୱ ନୀଡ଼, ମୋର ବିଶ୍ୱଟା ହେଲା ମୋର ପରିବାର। ସମସ୍ତଙ୍କ ଭିତରେ ମୁଁ ରହିପାରିବି, ସମସ୍ତଙ୍କ ସହିତ ମୋର ସମ୍ବନ୍ଧ ସ୍ଥାପନ କରେ। ବେଳେବେଳେ ଆମ ଭିତରେ ଆବେଗ ଆସିଯାଉଛି, ଜଣଙ୍କର ଅସୁବିଧା ରହିଛି, ମୋତେ ଗୋଟେ ସେବା କରିଦେଲେ ଭଲ, କିଛି ତାକୁ ହେଲ୍ପ କରିଦେବା ଦରକାର। ଏ ବେଳେବେଳେ ଆବେଗଟା ହେଉଛି, ଏ ସାମୟିକ ଆବେଗ। କିନ୍ତୁ ଏଇଟା ଯଦି ସାର୍ବଜନୀନ ଆବେଗ ହେଇକି ରହନ୍ତା ତାହେଲେ ସେଟା ହେଉଛି ଆତ୍ମଦର୍ଶନର ଫଳ। ସାମୟିକ ଆବେଗ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ପ୍ରାଣୀ, ପ୍ରତ୍ୟେକ ଜୀବ ପ୍ରତି ଯଦି ଆମର ସେହି ସମ୍ବନ୍ଧ ରହନ୍ତା ତାହେଲେ ସାମୟିକ ଆବେଗ ଦ୍ୱାରା ନିଜର ପ୍ରତିଷ୍ଠା, ନିଜେ ମୁଁ କିଏ ତାକୁ ଭଲ ଭାବରେ ଜାଣିପାରନ୍ତି। ଏଠି ସାରିବା ଆଜି।
ଅଧିକ ଜାଣିବା ଦରକାର ନାହିଁ। ଯାହା କହିଲେ ତାକୁ ପ୍ରତ୍ୟେକ ଥର ୟାକୁ ଏନାଲାଇଜ୍ ଯଦି କରିବା, ବିଶ୍ଳେଷଣ କରି ଯିବା, ତାହେଲେ ଆମେ ବାରମ୍ବାର ଜାଗ୍ରତ ଅବସ୍ଥାକୁ ପ୍ରାପ୍ତ ହେବା। ବାରମ୍ବାର ଜାଗ୍ରତ। ମୁଁ ଟିକେ ଟିକେ ଗୁରୁଙ୍କ ବିଷୟରେ ଏଥିପାଇଁ କହୁଛି, ଏଇଟା ତ ଆମ ଜୀବନରେ କେବେ ସମ୍ଭବ ହେଇନଥାନ୍ତା ଯଦି ତାଙ୍କର ସଂସ୍ପର୍ଶ ପାଇନଥାନ୍ତା। ସେ ଆଣି ସାରିଲା ପରେ ଆମକୁ ଯାହା ଦେଲେ ତାକୁ ଯଦି ଆମେ ପ୍ରୟୋଗ କରିପାରିବାନି କ'ଣ ହେବ? ତାକୁ ଯଦି ଆମ ଜୀବନରେ ଉଦ୍ଭାସିତ କରିପାରିଲେନି କ'ଣ ହେବ? ତାପରେ ତୁମର ବିବେକ, ତୁମର କୌଶଳ, ତୁମର ବୁଦ୍ଧି ଯଦି ଅଛି, ବିଚାର ଅଛି, ଆହୁରି ତୁମେ ଅନୁସନ୍ଧିତ୍ସା ସନ୍ଧାନ କରିବା ପାଇଁ ଚାହଁ, ଭଲ। ଗୁରୁର ଆଶୀର୍ବାଦ ତା ପାଇଁ ରହିବ ହିଁ ରହିବ। କିନ୍ତୁ ଯଦି ପୁଣି ମୂଢ଼ ହେଇଗଲ, ଜଡ଼ ପାଲଟିଗଲ, ଗୁରୁ କ'ଣ କରିପାରିବ? କିଛି କରିପାରିବ ନାହିଁ। କୌଣସି ଧର୍ମଶାସ୍ତ୍ର କିଛି କରିପାରିବନି, କୌଣସି ସତ୍ସଙ୍ଗ କିଛି କରିପାରିବନି। କେବଳ ନିଜର ସାମର୍ଥ୍ୟକୁ ନିଜେ ଅନୁଭବ କରିବା। ମୁଁ କିଛି କମ୍ ନୁହେଁ। ପ୍ରତ୍ୟେକ ଅବସ୍ଥାରେ ପ୍ରତ୍ୟେକ ମନୁଷ୍ୟ ବିଚାର କରୁ, ମୁଁ କିଛି କମ୍ ନୁହେଁ। କାରଣ ଚୈତନ୍ୟ ପରମାତ୍ମା ମୋ ପାଖରେ ଥାଉ ଥାଉ ମୁଁ କମ୍ କେମିତି ହେବି? କାହାଠାରୁ ମୁଁ କମ୍ କେମିତି ହେବି? ମୁଁ ନାରୀ ଗୋଟେ ଦୁର୍ବଳ, ଗୋଟେ ପୁରୁଷ ଗୋଟେ ସବଳ, ମୁଁ ଅମୁକେ, କାହିଁକି ବିଚାର କରିବି? କାହିଁକିନା ମୂଳ ସତ୍ତା ଯେଉଁ ଭଣ୍ଡାର ସେ ତ ମୋ ପାଖରେ ଅଛି। ସେ ଭଣ୍ଡାର ମୋ ପାଖରେ ଥାଉ ତ ମୁଁ ଦରିଦ୍ର କେତେବେଳେ ହେବି? ମୁଁ ଧନୀ କେତେବେଳେ ହେବି? ମୁଁ ମାନି କେତେବେଳେ ହେବି? ସେ ସତ୍ତା ପ୍ରତି ମୁଁ ଅବହେଳା କରିବା ଉଚିତ ନୁହେଁ। ଏହା ହିଁ ହେଉଛି ଆମ ସତ୍ସଙ୍ଗର ପ୍ରସାଦ। এই ପ୍ରସାଦକୁ ଆମେ ଯେତେ ଯେତେ ପାଉଥିବା ସେତେ ସେତେ ଆମ ଭିତରେ ସାମର୍ଥ୍ୟଟା ବଢ଼ୁଥିବ। ଏବେ ଶାନ୍ତି ପାଠ କରିବା। ଓମ୍ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ पूर्णमेवावशिष्यते। सर्वे भवन्तु सुखिनः, सर्वे सन्तु निरामयाः, सर्वे भद्राणि पश्यन्तु, मा कश्चित् दुःखभाग् भवेत्। शांति शांति शांति।